ଗୋଟିଏ ଗାଁରେ ଗୋଟିଏ ଟିକି ଚଢ଼େଇର ପରିବାର ବାସ କରୁଥିଲା। ସେହି ପରିବାରରେ ମା ଚଢ଼େଇ ଆଉ ତାର ଦୁଇଟି ଝିଅ ରହୁଥିଲେ। ସେମାନେ ବହୁତ ଗରିବ ଥିଲେ। ମା ଚଢ଼େଇ ଫୁଲ ବିକ୍ରି କରି ତାର ପରିବାରକୁ ଚଳାଇଥାଏ। ଫୁଲ ନିଅ ଫୁଲ, ଫୁଲ ନିଅ ଫୁଲ, ସମସ୍ତଙ୍କ ପାଇଁ ବହୁତ ଭଲ ଭଲ ଫୁଲ ଅଣାଯାଇଛି। ସମସ୍ତେ ଫୁଲ କିଣି ନିଅନ୍ତୁ, ଫୁଲ ନିଅ ଫୁଲ। ଏମିତି କହି ମା ଚଢ଼େଇ ତାର ସମସ୍ତ ଫୁଲ ବିକ୍ରି କରେ। ଜଙ୍ଗଲରେ ମା ଚଢ଼େଇ ସବୁଠାରୁ ଭଲ ଫୁଲ ବିକ୍ରି କରୁଥିବାରୁ ଜଙ୍ଗଲର ସମସ୍ତ ପଶୁପକ୍ଷୀମାନେ ମା ଚଢ଼େଇଠୁ ଫୁଲ ନିଅନ୍ତି। ଏହିପରି କିଛି ଦିନ ଗଲା। ଏହାପରେ ମା ଚଢ଼େଇର ଦେହ ଖରାପ ହୋଇଗଲା। ମା ଚଢ଼େଇର ଦେହ ଖରାପ ହୋଇ ମା ଚଢ଼େଇ ସେଠାରେ ମରିଗଲା। ମା, ତମେ ଆମକୁ ଏକୁଟିଆ କରି ଚାଲିଗଲ ମା, ଆମେ ଏବେ କ'ଣ କରିବୁ ମା? ଏମିତି କହି ଦୁଇ ଭଉଣୀ କାନ୍ଦିବାକୁ ଲାଗିଲେ। ମା ଚଢ଼େଇ ଯିବା ପରେ ଦୁଇ ଭଉଣୀଙ୍କୁ ଖାଇବା ପିଇବା ମିଳିବାଟା ବହୁତ କଷ୍ଟ ହୋଇଗଲା। ଆରେ ମିକି ଭଉଣୀ, ମା ଗଲା ପରଠାରୁ ଖାଇବାକୁ କିଛି ବି ନାହିଁ। ମା ଯାହା ଫୁଲ ବିକ୍ରି କରି ପଇସା ଆଣୁଥିଲା ସେଥିରେ ଘର ଚଳି ଯାଉଥିଲା। ହେଲେ ଏବେ ଆମେ କ'ଣ କରିବା? ଆରେ ଟିକି, ଆମେ କ'ଣ କରିବା? ଆମେ ଯଦି କିଛି ନ କରି ଯଦି ଏମିତି ଘରେ ବସିବା ତାହେଲେ ଆମକୁ ଖାଇବାକୁ ମଧ୍ୟ ମିଳିବ ନାହିଁ। ମିକି ଦିଦି, ଆମ ପାଇଁ ମା ଯେମିତି ପଇସା ଆଣୁଥିଲେ ଆମେ ସେମିତି ଫୁଲ ତୋଡ଼ା ବିକ୍ରି କରି ପଇସା ରୋଜଗାର କରିବା। ଆମେ ଆମ ଘର ଚଳାଇବା। ହେଲେ ଟିକି, ମା ଯେମିତି ଫୁଲ ତୋଡ଼ା ତିଆରି କରୁଥିଲେ ସେଇଭଳି ତ ଫୁଲ ତୋଡ଼ା ଆମକୁ ତିଆରି କରିବା ଆସେନି। ଆମେ ଏବେ କ'ଣ କରିବା? ମିକି ଦିଦି, ମା ଫୁଲ ତୋଡ଼ା ତିଆରି କରିବାର ମୁଁ ଟିକେ ଟିକେ ଜାଣିଛି। ଚାଲ ଆମେ ସେମିତି ଫୁଲ ତିଆରି କରିବା, ବିକିବା, ସେଥିରୁ କିଛି ରୋଜଗାର ଆମେ ଦୁଇ ଜଣ ଚଳିଯିବା। ହଉ ଠିକ୍ ଅଛି ଟିକି, ମା ଯୋଉଠୁ ଫୁଲ ଆଣୁଥିଲା ଚାଲ ସେଠାକୁ କିଛି ଫୁଲ ଯାଇ ଆଣିବା। ଦୁଇ ଚଢ଼େଇ ଉଡ଼ି ଉଡ଼ି ଚିଲ ପାଖକୁ ଗଲେ। ଆରେ ଟିକି ଚଢ଼େଇ ମାନେ ଏଠାକୁ କୁଆଡ଼େ ଆସିଛ? ଚିଲ ଅଙ୍କଲ, ଆମକୁ କିଛି ଫୁଲ ଦିଅନ୍ତୁ। ଚଢ଼େଇ ମାନେ, ମୁଁ ତୁମମାନଙ୍କୁ ଚିହ୍ନିନି କି ଜାଣିନି, ମୁଁ ଫୁଲ ଦେବି କିପରି? ଅଙ୍କଲ, ଆପଣଙ୍କ ଠାରୁ ଆମ ମା ଫୁଲ ନେଇ ବିକ୍ରି କରୁଥିଲେ, ତେଣୁ ଆମେ ଦୁଇ ଭଉଣୀ ଆପଣଙ୍କ ଠାରୁ ଫୁଲ ନେଇ ବିକ୍ରି କରିବୁ। ଓ, ତମେ ମାନେ ତାହେଲେ ସେ ରିନୁ ଚଢ଼େଇର ଛୁଆମାନେ। କିନ୍ତୁ ମୁଁ ତୁମମାନଙ୍କୁ ଫୁଲ ଦେଇପାରିବି ନାହିଁ। ଭଲ ହେଲା ତମେ ଦୁଇ ଜଣ ମୋ ପାଖକୁ ଆସିଗଲ। ତୁମ ମା ମୋ ଠାରୁ ବାକିରେ ଫୁଲ ନେଇଥିଲା, ସେହି ଫୁଲର ପଇସା ଏପର୍ଯ୍ୟନ୍ତ ମୋତେ ଦେଇନି। ତମେ ଦୁଇ ଜଣ ମୋତେ ସେଇ ପଇସା ଜଲ୍ଦି ଜଲ୍ଦି ଦେଇଦିଅ। ଚିଲ ଅଙ୍କଲ, ଆମ ପାଖରେ ତ ମା ନାହାନ୍ତି, ଏତେ ଗୁଡ଼ିଏ ପଇସା ଆମେ କୋଉଠୁ ଆଣିବୁ? କ'ଣ କହିଲ? ପଇସା ନାହିଁ? କିଛି କଥା ନାହିଁ, ତୁମେ ଦୁଇ ଜଣ ଯୋଉ ଘରେ ରହୁଛ ସେଇ ଘରଟି ମୋତେ ଦେଇଦିଅ, ଆଉ କିଛି ପଇସା ବି ଦେବାକୁ ପଡ଼ିବ ନାହିଁ। ଚିଲ ଅଙ୍କଲ, ତୁମେ ଯଦି ଆମ ଘରକୁ ନେଇଯିବ ତାହେଲେ ଆମେ ରହିବୁ କୋଉଠି? ମୋତେ କିଛି ବି ଜଣା ନାହିଁ, ତୁମେ ଦୁଇ ଜଣ ତୁରନ୍ତ ସେଇ ଘରକୁ ଖାଲି କରିଦିଅ, ନହେଲେ ମୋ ଠାରୁ ଭଲ କେହି ମଧ୍ୟ ହେବେନି। ଏମିତି କହି ଚିଲ ଦୁଇ ଜଣଙ୍କ ଘର ପାଖକୁ ଗଲା। ଆଉ ଦୁଇ ଚଢ଼େଇଙ୍କ ଘରକୁ ଚିଲ ନେଇଗଲା। ଦୟା କରନ୍ତୁ ଚିଲ ଅଙ୍କଲ, ଦୟା କରନ୍ତୁ, ଆମେ ଏହି ଅବସ୍ଥାରେ କୁଆଡ଼େ ଯିବୁ ଚିଲ ଅଙ୍କଲ? କିନ୍ତୁ ଏହିସବୁ କଥାକୁ ଚିଲ କିଛି ବି ଶୁଣିଲା ନାହିଁ। ସେଇ ଦୁଇ ଜଣ ଚଢ଼େଇକୁ ଘରୁ ବାହାର କରିଦେଲା। ଦୁଇ ଜଣ ଚଢ଼େଇ ବାହାରେ ବହୁତ କାନ୍ଦିଲେ। ଦିଦି ଦିଦି, ଆମେ ଏବେ କ'ଣ କରିବା ଦିଦି? ଆମେ ଏବେ ରହିବା କୋଉଠି? ଆରେ ଟିକି, ଆମ ଭାଗ୍ୟରେ ଯାହା ଥିବ ତାହା ହିଁ ହେବ। ସେଠାକୁ ଗୋଟିଏ ପରୀ ଆସିଲା। ସେହି ପରୀ ଚଢ଼େଇ ଦୁଇଟିର ଦୁଃଖକୁ ଦେଖି ନ ପାରି ସେମାନଙ୍କ ପାଇଁ ଗୋଟିଏ ଘର ତିଆରି କଲା। ସେହି ଘରଟି ଗୋଟିଏ ଫୁଲର ଘର ଥିଲା। ଚଢ଼େଇମାନେ ଏହାକୁ ଦେଖି ବହୁତ ଆଶ୍ଚର୍ଯ୍ୟ ହୋଇଗଲେ। ଦୁଇ ଚଢ଼େଇ ପରୀକୁ ଦେଖିଲେ ଆଉ ପଚାରିଲେ, ଆପଣ କିଏ? ଆମେ ତ ତୁମକୁ କେବେ ବି ଦେଖିନାହୁଁ। ଆରେ ଟିକି ଚଢ଼େଇ, ମୁଁ ଗୋଟିଏ ଆକାଶର ପରୀ। ମୋତେ ପରୀମା ଏଠାକୁ ପଠେଇଛନ୍ତି ଚଢ଼େଇ ମାନଙ୍କର ସାହାଯ୍ୟ କରିବାକୁ। ଆଉ ହଁ, ଏଇ ଫୁଲର ଘରଟି ମୁଁ ତୁମ ଦୁଇ ଜଣ ପାଇଁ ତିଆରି କରିଛି। ଆଜିଠୁ ଏଇ ଘରଟି ତୁମକୁ ଲାଗିଲା। ମୋର ସେପଟେ ବହୁତ କାମ ଅଛି, ମୁଁ ଯାଉଛି। କିଛି ଯଦି ଅସୁବିଧା ହୁଏ ତାହେଲେ ମୋତେ ଡାକିବ। ଧନ୍ୟବାଦ ପରୀ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ପରୀମା,
ବହୁତ ଭଲ। ଏହାପରେ ପରୀ ସେଠାରୁ ଚାଲିଗଲା। ଦୁଇ ଭଉଣୀ ସେଇ ଫୁଲର ଘରେ ହସ ଖୁସିରେ ରହିଲେ। ମଧୁପୁର ନାମକ ଗୋଟିଏ ଜଙ୍ଗଲ ଥାଏ। ସେଠାରେ ରିନୁ ଚଢ଼େଇ ବାସ କରେ। ରିନୁ ଚଢ଼େଇ ତାର ଛୁଆମାନଙ୍କୁ ନେଇ ଘରକୁ ଚାଲିଯାଏ ଓ ଖୁସିରେ ରହେ। ସାଙ୍ଗମାନେ, ତୁମ ପାଇଁ ଗୋଟିଏ ପ୍ରଶ୍ନ। ରିନୁ ଚଢ଼େଇର କେତୋଟି ଛୁଆ ଥିଲା?